ବାଟରେ ଯାଉ ଯାଉ ରୁଟିଟି ଗଧିଆକୁ ଭେଟିଲା। ଗଧିଆ କହିଲା, ରୁହ ରୁଟି, ମୁଁ ତୁମକୁ ଖାଇବି। ରୁଟି କହିଲା, ଏମିତି କରନି, ମୁଁ ତମ ପାଇଁ ଗୋଟେ ଗୀତ ଗାଉଛି, ଶୁଣ। ଅଟା ପାକ୍ସରୁ ଅଟା, ଅଟାରୁ ଅଟା ଚକଟା, ସେଥିରୁ ରୁଟି। ମୁଁ ଗଡ଼ି ଆସିଲି ଜେଜେ ବାପାଙ୍କ ଠାରୁ, ମୁଁ ଗଡ଼ି ଆସିଲି ଜେଜେମା ଠାରୁ, ମୁଁ ଗଡ଼ି ଆସିଲି ଠେକୁଆ ଠାରୁ, ମୁଁ ଗଡ଼ି ଯିବି ଗଧିଆ ଠାରୁ, ଏହି କ୍ଷଣି ଗଡ଼ି ଯିବି। ଏହାପରେ ସେ ଗଡ଼ି ଗଲା। ପୁଣି ବାଟରେ ଭାଲୁକୁ ଭେଟିଲା। ଭାଲୁ କହିଲା, ରୁହ, ମୁଁ ତୁମକୁ ଖାଇବି। ରୁଟି କହିଲା, ଏମିତି କର ନାହିଁ, ମୁଁ ତୁମ ପାଇଁ ଗୋଟେ ଗୀତ ଗାଉଛି, ଶୁଣ। ଅଟା ବାକ୍ସରୁ ଅଟା, ଅଟାରୁ ଅଟା ଚକଟା, ସେଥିରୁ ରୁଟି। ମୁଁ ସମସ୍ତଙ୍କ ଠାରୁ ଗଡ଼ି ଆସିଛି, ତୁମଠୁ ବି ଗଡ଼ିଯିବି, ଏହି କ୍ଷଣି ଗଡ଼ିଯିବି। ଏହାପରେ ସେ ଗଡ଼ିଗଲା। ପୁଣି ବାଟରେ ବିଲୁଆକୁ ଭେଟିଲା। ବିଲୁଆ କହିଲା, ରୁହ, ମୁଁ ତମକୁ ଖାଇବି। ରୁଟି କହିଲା, ଏମିତି କର ନାହିଁ, ମୁଁ ତୁମ ପାଇଁ ଗୀତ ଗାଉଛି, ଶୁଣ। ଅଟା ବାକ୍ସରୁ ଅଟା, ଅଟାରୁ ଅଟା ଚକଟା, ସେଥିରୁ ରୁଟି। ମୁଁ ସମସ୍ତଙ୍କ ଠାରୁ ଗଡ଼ି ଆସିଛି, ତୁମଠୁ ବି ଗଡ଼ିଯିବି, ଏହି କ୍ଷଣି ଗଡ଼ିଯିବି। ବିଲୁଆ କହିଲା, ତୁମେ ବହୁତ ଭଲ ଗାଇଲ, କିନ୍ତୁ ଭଲ ସେ ଶୁଭିଲାନି, ଆଉ ଥରେ ନାକ ଉପରେ ବସିକି ଗାଅ। ରୁଟିଟି ପୁଣି ଥରେ ଗାଇଲା, ହେଲେ ବିଲୁଆ ଆଉ ଥରେ କହିଲା, ମୋ ଜିଭ ଉପରେ ବସିକି ଗାଅ। ଏହାପରେ ରୁଟିଟି ପୁଣି ଥରେ ଗାଇବାକୁ ଜିଭକୁ ଡେଇଲା। ତାପରେ ବିଲୁଆ ରୁଟିକୁ ଖାଇଦେଲା।